ଦୁଇ ବର୍ଷ ହେଇଯିବ ଆମ ଏରିଆରେ ଆମର ବାସୁଦେବପୁର ସବ୍ ଡିଭିଜନ ଯଥା ନାଇକାଣ୍ଡି ଥାନା, ଚୂଡ଼ାମଣି ଥାନା, କସିଆ ବେରାଇନ ଥାନା, ବାସୁଦେବପୁର ଥାନା ଏରିଆରେ ବହୁତ ବିଦ୍ୟୁତ ତାର ଚୋରି ହଉଥିଲା। ଆଧାରେ ଗୋଟେ ଗ୍ୟାଙ୍ଗ ସମ୍ପୃକ୍ତ ଥିଲେ। ଆମେ ମଧ୍ୟ ଏହି ସଂକ୍ରାନ୍ତରେ ଇଣ୍ଟେଲିଜେନ୍ସ କଲେକ୍ସନ କରୁଥିଲୁ ମଧ୍ୟ ଆହୁରି ଖବର ଦେଇଥିଲୁ ଯେ ଏରି ପାଖାପାଖି ଏରିଆ ମନ୍ଦାରୀ, ରାଧାନାଥପୁର, ବାସୁଦେବପୁର ଏରିଆରେ ବହୁତ ପିଲା ଆଧାରେ ସମ୍ପୃକ୍ତ ଅଛନ୍ତି। ସେ ଅନୁସାରେ ଆମର ଗତକାଲି ରେଡ୍ ହେଇଥିଲା। ରେଡ୍ ହେଲା ପରେ ଆମେ ଆମେ 4 ଜଣଙ୍କୁ ତା ଦେହରେ ଗିରଫ କରୁଛୁ। ତା ଦେହରେ 2 ଜଣ ମୁଖ୍ୟ ଅପରାଧୀ ଅଛନ୍ତି, ଯୋଉଟା ଶଙ୍କରୁ ଗୌତମ ମଲ୍ଲିକ ଆଉ ଗୋଟେ ଅନିଲ ମଲ୍ଲିକ। ଅନିଲ ମଲ୍ଲିକ ଯିଏକି ତାଙ୍କର ଗୋଟେ ଅଟୋ ଅଛି, ସେଇ ଅଟୋରେ ସେ ଚୋରି କରିବାକୁ ଯାଆନ୍ତି ଆଉ ତା ଦେହରେ ମଧ୍ୟ ତାର ମାନେ ଯୋଉ ଚୋରି କଲା ପରେ ଆଣିକି ଅନ୍ୟ ଜାଗାରେ ବିକ୍ରିବାଦ କରନ୍ତି। ଆହୁରି ମଧ୍ୟ ଜଣା ପଡିଲା ଯେ ଏମାନେ ତାର ନେଇ 2 ଜଣଙ୍କୁ ଦଉଛନ୍ତି। ଗୋଟେ କାଜମ ଖାଁ ଅଛି, ତାର ମନ୍ଦାରୀ ଛକରେ ଗୋଟେ କବାଡି ଦୋକାନ ଅଛି, ତାକୁ ମଧ୍ୟ ଇଲେକ୍ଟ୍ରିକାଲ ୱେୟାର ଦଉଛନ୍ତି। ଆହୁରି ମଧ୍ୟ ଜଣେ ଅଛନ୍ତି ଶେଖ ଅବଦୁଲ ରେହମାନ, ଯାର ହଳଦୀ ଡିହ, ତାଙ୍କ ଘର ଭଦ୍ରକ। ସେ ମଧ୍ୟ ଏଇ ଯୋଉ ଆମର ଯୋଉ ତାର ଗୁଡାକୁ ରିସିଭ କରୁଛନ୍ତି। ସେଇ ସଂକ୍ରାନ୍ତରେ ରେଡ୍ କରାଯାଇ ଆମେ 4 ଜଣଙ୍କୁ କାଲି ଗିରଫ କରୁଛୁ। ସେମାନଙ୍କ ଉପରେ 2 କ୍ୱିଣ୍ଟାଲ 57 କେଜି ତାର ଜବତ କରାହେଇଛି। ଆହୁରି ମଧ୍ୟ ଗୋଟେ ଅଟୋ ଜବତ କରାହେଇଛି। ଆହୁରି ମଧ୍ୟ ଗୋଟେ ପିକଅପ୍ ଭ୍ୟାନ୍ ମଧ୍ୟ ଜବତ କରାହେଇଛି। ଆଉ ଆଧାରେ ଆହୁରି ମଧ୍ୟ 10 ଜଣ ସମ୍ପୃକ୍ତ ଅଛନ୍ତି, ସେମାନେ ଫେରାର ଅଛନ୍ତି। ଆମେ ରେଡ୍ କରୁଛୁ, ସେମାନଙ୍କୁ ଧରିବୁ। ଏମାନେ ପାଖାପାଖି ଆମର 10ଟା କେସରେ ଏବେ ଇନଭଲ୍ଭ ଅଛି ଜଣା ପଡ଼ିଲାଣି। ଆହୁରି ଆମର ଇନକ୍ୱାରି ଚାଲିଛି। ଆହୁରି ମଧ୍ୟ ଅଲଗା କେସରେ ଏମାନେ ସମ୍ପୃକ୍ତି ମିଳୁଛି। ସେମାନଙ୍କୁ ଆମେ ଅଲଗା ଯୋଉମାନେ ଅପରାଧୀ ମାନେ ଅଛନ୍ତି, ଯୋଉମାନେ ଫେରାର ଅଛନ୍ତି, ତାଙ୍କୁ ଆମେ ତୁରନ୍ତ ଗିରଫ କରିବୁ।